ଭାରତର ଗଣତନ୍ତ୍ର ଦିବସ। ଭାରତ ଏକ ପୁରାତନ ସଭ୍ୟତା ଓ ମହାନ ଐତିହ୍ୟର ଦେଶ। ଏହି ଦେଶର ସ୍ୱାଧୀନତା, ଲୋକତନ୍ତ୍ର ଓ ସମ୍ବିଧାନୀୟ ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଗଣତନ୍ତ୍ର ଦିବସ ଏମିତି ଏକ ପବିତ୍ର ଦିନ ଯେଉଁଦିନ ଆମେ ଆମ ସମ୍ବିଧାନକୁ ସ୍ମରଣ କରୁ ଓ ଗଣତନ୍ତ୍ରୀୟ ଶାସନ ପ୍ରଣାଳୀର ମହତ୍ତ୍ୱକୁ ଅନୁଭବ କରୁ। ଗଣତନ୍ତ୍ର ଶବ୍ଦର ଅର୍ଥ ହେଉଛି ଲୋକଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଶାସନ। ଭାରତରେ ରାଜା କିମ୍ବା ସମ୍ରାଟ ଶାସନ କରନ୍ତି ନୁହେଁ, ଦେଶର ଲୋକମାନେ ନିଜେ ନିଜ ପ୍ରତିନିଧି ବାଛି ଶାସନ କରନ୍ତି। ଏହି ମହାନ ଧାରଣାକୁ ଉପସ୍ଥାପିତ କରିବା ଦିନ ହେଉଛି 26 ଜାନୁଆରୀ। ଦୀର୍ଘ ବର୍ଷ ଧରି ଭାରତ ବ୍ରିଟିଶ ଶାସନ ତଳେ ରହିଥିଲା। ଅନେକ ଦେଶଭକ୍ତ, ବୀର ସ୍ୱାଧୀନତା ସେନାନୀ ନିଜ ଜୀବନ ଆହୁତି ଦେଇ ଦେଶକୁ ସ୍ୱାଧୀନ କରିଥିଲେ। ଶେଷରେ 1947 ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନତା ଲାଭ କଲା। କିନ୍ତୁ ସ୍ୱାଧୀନ ହେବା ସହିତ ଏକ ସମ୍ବିଧାନର ଆବଶ୍ୟକତା ଥିଲା। ଦେଶକୁ କେମିତି ଚଳାଇବା, ନାଗରିକମାନଙ୍କ ଅଧିକାର କ'ଣ, ରାଜ୍ୟର କର୍ତ୍ତବ୍ୟ କ'ଣ, ଏସବୁ ନିର୍ଦ୍ଦିଷ୍ଟ କରିବା ପାଇଁ ଏକ ସମ୍ବିଧାନ ନିର୍ମାଣ ସଭା ଗଠିତ ହେଲା। ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ସମ୍ବିଧାନ ମସଦା କମିଟିର ଅଧ୍ୟକ୍ଷ କରାଗଲା। ତାଙ୍କ ନେତୃତ୍ୱରେ ଅନେକ ବିଦ୍ୱାନ, ଆଇନଜୀବୀ ଓ ନେତାମାନେ ଦିନରାତି ପରିଶ୍ରମ କରି ସମ୍ବିଧାନ ତିଆରି କଲେ। ପ୍ରାୟ 2 ବର୍ଷ 11 ମାସ 18 ଦିନ ପରେ ସମ୍ବିଧାନ ପ୍ରସ୍ତୁତ ହେଲା। 26 ଜାନୁଆରୀ ତାରିଖଟି ଭାରତୀୟ ଇତିହାସରେ ବିଶେଷ ମହତ୍ତ୍ୱ ରଖେ। 1930 ମସିହାରେ ଏହି ଦିନ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ୍ୟ ଘୋଷଣା କରିଥିଲା। ସେହି ସ୍ମୃତିକୁ ସମ୍ମାନ ଦେଇ 26 ଜାନୁଆରୀ 1950 ତାରିଖରୁ ସମ୍ବିଧାନକୁ କାର୍ଯ୍ୟକାରୀ କରାଗଲା। ଗଣତନ୍ତ୍ର ଦିବସ ଆମକୁ ସ୍ମରଣ କରାଏ ଯେ ସମ୍ବିଧାନ ହେଉଛି ଦେଶର ସର୍ବୋଚ୍ଚ ଆଇନ। ସମସ୍ତ ନାଗରିକ ଆଇନ ସମ୍ମୁଖରେ ସମାନ। ଲୋକତନ୍ତ୍ର ହେଉଛି ଆମ ଶାସନର ମୂଳ ଆଧାର। ଅଧିକାର ସହିତ କର୍ତ୍ତବ୍ୟ ମଧ୍ୟ ଆବଶ୍ୟକ। ଏହି ଦିନ ଆମକୁ ଦେଶର ଏକତା, ଅଖଣ୍ଡତା ଓ ଭାଇଚାରା ରକ୍ଷା କରିବାର ପ୍ରେରଣା ଦିଏ। ଗଣତନ୍ତ୍ର ଦିବସର ପ୍ରଧାନ କାର୍ଯ୍ୟକ୍ରମ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ହୁଏ। ଭାରତର ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରି ସେନାଙ୍କ ସଲାମ ଗ୍ରହଣ କରନ୍ତି। ଭାରତୀୟ ସେନା, ନୌସେନା ଓ ବାୟୁସେନା ଶକ୍ତି ପ୍ରଦର୍ଶନ, ବିଭିନ୍ନ ରାଜ୍ୟର ସାଂସ୍କୃତିକ ଝାଙ୍କି, ଶିଶୁମାନଙ୍କ ରଙ୍ଗୀନ ନୃତ୍ୟ ସବୁ ମିଶି ଏହି ଦିନଟିକୁ ସ୍ମରଣ କରେ। ବିଦେଶୀ ଅତିଥିଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଏ, ଯାହା ଭାରତର ବିଦେଶ ନୀତିକୁ ପ୍ରତିବିମ୍ବ କରେ। ସାରା ଦେଶର ବିଦ୍ୟାଳୟ, ମହାବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଝଣ୍ଡା ଉତ୍ତୋଳନ, ଦେଶଭକ୍ତିମୂଳକ ଗୀତ, ଭାଷଣ, ନିବନ୍ଧ ପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ଏହା ଯୁବପିଢ଼ିଙ୍କ ମନରେ ଦେଶପ୍ରେମ ଜଗାଇବା ପାଇଁ ହୋଇଥାଏ। ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ। ଏହା ନାଗରିକମାନଙ୍କୁ ମୂଳ ଅଧିକାର, ମୂଳ କର୍ତ୍ତବ୍ୟ ଓ ରାଜନୈତିକ ନିର୍ଦ୍ଦେଶ ସିଦ୍ଧାନ୍ତ ଦେଇଥାଏ। ଏହା ଦେଶର ନ୍ୟାୟ ସମତାକୁ ସୁରକ୍ଷିତ କରେ। 26 ଜାନୁଆରୀ 2026 ତାରିଖରେ ଭାରତ 77ତମ ଗଣତନ୍ତ୍ର ଦିବସ ପାଳନ କରିବ। ଏହା ଆମ ଗଣତନ୍ତ୍ରର ସଫଳ ଯାତ୍ରାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଗଣତନ୍ତ୍ର ଦିବସ ଆମକୁ ମାତ୍ର ଉତ୍ସବ ପାଳନ କରିବାକୁ ନୁହେଁ, ବରଂ ଦେଶ ପାଇଁ ଦାୟିତ୍ୱବୋଧ ବଢ଼ାଇବାକୁ ଶିଖାଏ। ଆସନ୍ତୁ ଆମେ ସମସ୍ତେ ଏହି ପବିତ୍ର ଦିନରେ ସମ୍ବିଧାନକୁ ସମ୍ମାନ କରି, ଆଇନ ମାନି, ଏକତା ରକ୍ଷା କରି ଭାରତକୁ ଆହୁରି ଉନ୍ନତ ଓ ସଶକ୍ତ କରିବାର ପ୍ରତିଜ୍ଞା କରିବା। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍।